ଏହି ସତ୍ୟ କାହାଣୀଟିକୁ କହିଛନ୍ତି ଅକ୍ଷୟ କୁମାର ଭୋଇ ବମ୍ବିଲ କଟକରୁ। ତାଙ୍କ ଜୀବନରେ ଘଟିଥିବା ଏମିତି ଏକ ସତ୍ୟ ଘଟଣା ଚାଲନ୍ତୁ ଶୁଣିବା ତାଙ୍କ ମୁହଁରୁ। ଦିନକର ଘଟଣା। ବମ୍ବିଲ ଗ୍ରାମର ଜଣେ ସ୍ତ୍ରୀ ଲୋକ ମରିଥାଏ। ଆମେ ସେଇ ସ୍କୁଲରେ ସାରେ 4 ଜଣ ପିଲା ଆମେ ରହୁ। ପଢ଼ାପଢ଼ି କରି ଆସିଲା ବେଳେ 11ଟା ହେଇଗଲା। ତାପରେ ଆମେ ରୋଷେଇବାସ କରି ଖାଇ ପିଇକି ଶୋଇଲୁ। 11ଟା ସମୟ ହେବ। ଏ ପଢ଼ାପଢ଼ି କରି ଗଲା ପରେ ଆମେ ଖାଇଲୁ। ରାତି ପ୍ରାୟ 1ଟା 1:30 ସମୟ ହେବ। ଆମେ ଶୋଇଛୁ। ଗୋଟେ ସେଇ ନାଳବନ୍ଧରେ କିନା ଗୋଟେ ସାଉଣ୍ଡ ଆସିଲା, କାନ୍ଦ ସାଉଣ୍ଡ। କିଏ ସାର୍ କହିଲେ କିଏ ଗୋଟେ ରାତି 1ଟା 1:30 କାନ୍ଦି କାନ୍ଦିକି ସେ ନାଳବନ୍ଧରେ ଯାଉଛି। ସେଠୁ ଆମେ ସାରେ ଆଉ ଆମେ 4 ଜଣ ପିଲା କାନେଇଲୁ। ସେଇ ଗୋଟେ ସାଉଣ୍ଡ ଆସିଲା, ଜୋର କାନ୍ଦି କାନ୍ଦି ଆସୁଛି ଏଠି ନାଳବନ୍ଧରେ। ସାର୍ କହିଲେ କିଏ ଏତେ ରାତିରେ କାନ୍ଦୁଛି? ମୁଁ କହିଲି ସାର୍ କହିଲେ ଚାଲ ଦେଖିବା କିଏ କାନ୍ଦୁଛି। ଆମକୁ ଡର ଲାଗିଲା। ଆମେ କହିଲୁ ନାଇଁ ସାର୍ ଡର ଲାଗୁଛି, ଆମେ ବାହାରକୁ ଯିବାନି। କି କ'ଣ ହେଇଥିବ, ତାଙ୍କ ଏବେ ମରିଛି ନା କିଏ କାଳେ ଆସିଥିବ, ଦେଖିବାକୁ ଆସିଥିବ, ଆଉ ଦେଖିପାରିନଥିବେ, କାନ୍ଦୁଥିବ ଆସିଥିବ ଆଉ। ସାର୍ କହିଲେ ଚାଲ ଦେଖିବା। ଆମେ କହିଲେ ହଉ ଯିବା। ସାହସ କରି ସାର୍ଙ୍କ ସାଙ୍ଗରେ ଆସିଲୁ ବାହାରକୁ। ରାତି 1:45 ସୁଦ୍ଧା ହେବ। ସେମିତି ସାଉଣ୍ଡ ଆସୁଥାଏ, ସେ ନା ମଶାଣି ଆଡ଼େ ଚାଲି ଚାଲି ଯାଉଥାଏ କାନ୍ଦି କାନ୍ଦିକି। ସେଗୁଡ଼ା ଆମେ କାହିଁକି ନା ଆସିକି ଗୋଟେ ସାଇଡ଼୍ରେ ଠିଆ ହେଇ ଦେଖିଲୁ କିଏ ଯାଉଛି। ସେଠୁ ଗୋଟେ ସ୍ତ୍ରୀ ଲୋକଟା ପୁରା ଦେଖାଯାଉଛି। ସ୍ତ୍ରୀ ଅନ୍ଧାର ତ ହେଇଛି, ତଥାପି ଅଳ୍ପ ଅଳ୍ପ ଦେଖାଯାଉଥାଏ। ଝାঁକିଝାঁକି ବର୍ଷା ଦିନ ଟିକେ ହେଇଥାଏ, ଜହ୍ନ ପଡ଼ିଥାଏ, ଟିକେ ବର୍ଷା ଛାଡ଼ି ଯାଇଥାଏ, ଟିକେ ଜହ୍ନ ଆଲୁଅଟା ଅଳ୍ପ ଆସୁଥାଏ, ଝାପ୍ସା ଦେଖାହୁଏ। ଗୋଟେ ସ୍ତ୍ରୀ ଲୋକଟା କିନା ଚାଲି ଚାଲି ଯାଉଥାଏ। ସେ ବରଗଛ ଆଡ଼େ, ବରଗଛଟା ସେ ମଶାଣି ସାଇଡ଼୍ରେ, ସିଆଡ଼େ ଚାଲି ଚାଲି କିନା ସେ ଆଉ ସାଉଣ୍ଡ ଶୁଭିଲାନି, କିନ୍ତୁ ଚାଲିକି ଜଣେ ଯାଉଥିଲା ବୋଲି ଜଣା ପଡ଼ିଲା। ସେ ମଶାଣି ଆଡ଼େ ଯାଇ ବରଗଛ ସାଇଡ଼୍ରେ ମଶାଣି ଦେଇକି ସେଇ ଆଡ଼େ କୁଆଡ଼େ ଗଲା। ଆମେ ଦେଖିଲୁ। ସେଉଠୁ ଆମେ ଆସି ଦେଖିଲା ପରେ ଆମେ ସେଉଠୁ କହିଲୁ ଆମେ ଚାଲ ଶୋଇବା। ସେ କିଏ ଗୋଟେ ସିଆଡ଼େ ଗଲା, କି ବାହାରିଥିଲା କିଏ, ତା ଆତ୍ମା ଫାତ୍ମା ହେଇଥିବ। ସେଉଠୁ ଆମେ ଆସି ସ୍କୁଲରେ ସେଉଠୁ କବାଟ ଫବାଟ ଦେଇ ଶୋଇଲୁ। ଶୋଇଲା ପରେ ମିନିମମ୍ ପ୍ରାୟ 10 ମିନିଟ୍ ଖଣ୍ଡେ ହେଇଛୁ, ଆମକୁ ନିଦ ହେଇନି। ଆମେ ସାରେ ଆମେ 4 ଜଣ କଥା ହେଉଛୁ। କଥା ହେଲା ଭିତରେ ସେ ଝରକା ପଟୁ ଗୋଟେ କିଏ ଢେଲା ପକେଇଲା ପରିକା ଜଣା ପଡ଼ିଲା। ଦୁମ୍ କିନା ମାଡ଼ ହେଲା। ମୁଁ କହିଲି କିଏ ଗୋଟେ ଆସି ଏମିତି ଢେଲା ପକେଇଲା। ସେଠୁ ଆମେ ଧୀରେ ଧୀରେ କଥା ହେଲା, ସାରେ ଏମିତି ସାଉଣ୍ଡ ଗୋଟେ କ'ଣ ଆସିଲା। ସେଠୁ ଆମେ ପୁଣି ବସୁଛୁ, ପୁଣି ଗୋଟେ କିଏ ମାଇଲା, ସାଉଣ୍ଡ ଆସିଲା। କହିଲେ ସାରେ ଏମିତିଆ କ'ଣ କିଏ ହେଉଛି। ସେଠୁ ଆଉ କିଛି ସମୟ ପରେ ଆମେ ବସିଲୁ। ଆଉ କିଛି ସମୟ ହେଲାନି, ମିନିଟ୍ 2 ମିନିଟ୍ ପରେ ସେଠୁ ସାଇଲେଣ୍ଟ ହେଇଗଲୁ। ପୁଣି 2 ମିନିଟ୍ ଖଣ୍ଡେ ବସିଗଲୁ। ପୁଣି କିଏ ଆସି କବାଟ କିଏ ଗୋଟେ ମାଇଲା ଧୁମ୍ କିନା। ମୁଁ କହିଲି ସାର୍ ଏମିତି କ'ଣ ହେଲା ନା ବୋଧେ ଆମେ ବାହାରକୁ ଯାଇଥିଲୁ ବୋଲି, ଆମେ ଧୀରେ ଧୀରେ କଥା ହେଲା ବାହାରକୁ ଯାଇଥିଲୁ ବୋଲି ବୋଧେ ସେ ଜାଣିପାରିଲା କି କ'ଣ କଲା। ସିଏ ଆସିକି ଆମକୁ ଏମିତି ହଇରାଣ କଲାଣି ଆଉ। ହଉ ଛାଡ଼, ସିଏ ତାର ସେମିତି ହେଉଥାଉ। ସେଠୁ ଆମେ ଏମିତି ବସିଥିଲୁ। ସିଏ ଆଉ ମାନେ ଆମେ ଏମିତି ବସୁଛୁ ଆଉ କଥା ଧୀରେ ଧୀରେ ହେଉଛୁ। ସିଏ ଭାଇ ତାର ଯେମିତି ଢେଲା ପକାନ୍ତି, ଢେଲା ଫୋପଡ଼ା ଫୋପଡ଼ି ଧୁମ୍ ଧାମ୍ ବାହାର ପଟେ ହେଲା। ତାପରେ କୁକୁର ଭଳିଆ ସଁ ସାଁ ହେଲା। ଏମିତି କୁକୁର ସଁ ହୁଅନ୍ତି ନାଇଁ କି, ଗାଈ ଗୋରୁ ମାନେ ଯେ ସଁ ସାଁ, ସେଇଭଳି ସାଉଣ୍ଡ ଗୋଟେ ଆସିଲା। ତାପରେ ସେପଟେ ବି ଯେଉଁ ଆମର ରୋଷେଇ ଘରଟା ଅଛି, ସେ ବାହାର ପଟେ ସେ କଂସା ବାସନ ବି ଧୁମ୍ ଧାମ୍ ପଇଲା, ସେମିତି ଲାଗିଲା। ସେଠୁ ଆମେ କହିଲୁ ବୋଧେ ସିଏ ବାହାରିଲା ଆଉ, ତାଙ୍କୁ ଦେଖା କରିବାକୁ ଯାଇଥିଲେ, ସିଏ ବୋଧେ ଦେଖା କରିକି ଆଇଲା। ଆମ ବୋଧେ ଜାଣିପାରିଲା ନା କ'ଣ, ଆମ ସାଙ୍ଗେ ସେଠୁ ଆମକୁ ଡରେଇଲା। ଆମେ ସେଠୁ କ'ଣ କଲୁ ନା, ସେ ଆମକୁ ଡର ଲାଗିଲା। ଆମେ କୁଆଡ଼େ ନ ଯାଇକି ସେ ସ୍କୁଲରେ ଆଉ କଥାବାର୍ତ୍ତା ନ ହେଇକି ସେଠୁ ଆମେ ବସିଲୁ। ବହୁତ ସମୟ ବସିଲା ପରେ ଆଉ ଅଧଘଣ୍ଟାଏ ପ୍ରାୟ ବସିଲା ପରେ ଆଉ କିଛି ସାଉଣ୍ଡ ଶୁଭିଲାନି। ସେଠୁ ଆମେ ବାହାରକୁ, ସବୁ ଡର ଲାଗୁଛି, ସାର୍ଙ୍କୁ ଡାକି ସେଠୁ 4 ଜଣ ସେଠୁ ଆସିଲୁ। ବାହାରକୁ ଆସିବୁ, ଏକ କରିକି ଗଲୁ, ପୁଣି ବସିଲୁ। ପୁଣି 15 ମିନିଟ୍ ଯାଇଛି କି ନାଇଁ, ପୁଣି ଗୋଟେ ସାଉଣ୍ଡ ବାଜିଲା ବାହାରେ। ଆରେ ଏମିତି କ'ଣ ହେଉଛି। ସେଠୁ ଡର ଲାଗିଲା। ସେଠୁ ଆମେ କ'ଣ କରିବୁ, ସେଠୁ ଛାତ ଉପରକୁ ସେମିତି ଧୁମ୍ ଧାମ୍ ଶୁଭା ହେଲା। ଆମ ଘରୁ ଡର ଲାଗିଲା। ସାର୍ ଏମିତି କ'ଣ ହେଉଛି। ସାର୍ କହିଲେ ମୁଁ ବି ଏମିତି ରାତିରେ ଏକୁଟିଆ ଯେତେବେଳେ ରହୁଥିଲି ଏଇଭଳି ହେଉଥିଲା। ମୁଁ ଶୁଏନି ରାତି ସାରା, ରାତି ଅନ୍ଧାରେ ଏମିତି ବସେ। ଆଉ ଯାହା ସେ ହେଉଛି ତା ବାହାର ହେଉଛି ଯେ ଆମେ ଆଉ କ'ଣ କରିବା, ଆମେ ଭିତରେ ଶୋଇପଡ଼ିବା ଆଉ। ସେଠୁ ଆମେ ଶୋଇପଡ଼ି, ସକାଳ ହେଲା ଆମେ ସେଠୁ ଆଉ ଆମ ଘରକୁ ଗଲୁ। ପୁଣି ରାତି ହେଲେ ଆସିବୁ, ପଳେଇଲୁ ଘରକୁ ଆଉ, ସେତିକି ଆଉ।